ତାକୁ କ'ଣ କରିଛ? ମୁଁ ଓଆଇସି ମୋରଡ଼ା ଏକ୍ସାଇଜ୍ ଷ୍ଟେସନ୍ ମୟୂରଭଞ୍ଜ ଜିଲ୍ଲା। ତ ଯେଉଁ ସଫଳତା ମିଳିଛି କ'ଣ ହେଇଥିଲା ଘଟଣା? ହଁ, ଆଜି ଯେଉଁ ଗାଡ଼ିଟିକୁ ଆମେ ଧରିଲୁ ବୋଲେରୋ WU 34N 6266 ନମ୍ବରର ଗାଡ଼ିଟା, ସେ ତାକୁ ଆମେ 2 ମାସ ହେଲାଣି ଆମେ ନଜର ଉପରେ ରଖିଛୁ, କିନ୍ତୁ ଆମେ ତାକୁ ଧରିବାରେ ବିଫଳ ହେଉଥିଲୁ। ସେ କେଉଁ ବାଟେ ନା କେଉଁ ବାଟେ ଚକମା ଦେଖି ଆମେ ଫସି ଯାଉଥିଲା, କିନ୍ତୁ ଆଜି ଆମେ ଗୋଟେ ବିଶେଷ ସୂତ୍ରରୁ ଖବର ପାଇଥିଲୁ ଯେ ସେ ଗାଡ଼ିଟି ଧୁମସାହି ପଶ୍ଚିମବଙ୍ଗ ପଟରୁ ସେ ଗାଡ଼ିଟା ଆସୁଥିଲା। ଆମେ ତାକୁ ସୁବର୍ଣ୍ଣରେଖା ପ୍ରୋଜେକ୍ଟ କେନାଲ ବନ୍ଧ ରାସ୍ତାରେ ଆମେ ତାକୁ ଜଗିଥିଲୁ। ତାପରେ ସେଇ ସମୟରେ ସେ ଗାଡ଼ିକି ବି ଆମେ କୁଶଳ କର୍ମ ଅଟକେଇଥିଲୁ। ଅଟକେଇବା ଭିତରେ ସେ ବୋଲେରୋ ଡ୍ରାଇଭର ଖାଲି ଥିଲା, ଡ୍ରାଇଭର ଗାଡ଼ି ଚଲାଉଥିଲା, ତାକୁ ଅଟକେଇଥିଲୁ ଆମେ। ଗାଡ଼ି ଭିତରୁ 8ଟା ଜରି ବସ୍ତା ଭିତରେ 560 ଲିଟର ଟୋଟାଲ ଆଇଡିଆଲ ଆମର ଜବତ କରିଥିଲୁ। ତ ଡ୍ରାଇଭରଙ୍କ ନାମ କ'ଣ ଏବଂ କୋଉଠିକା ଲୋକ? ହଁ, ଡ୍ରାଇଭରର ନାଁଟା ହେଉଛି ସତ୍ୟଜିତ ସେଠୀ, ଆଉ ତାଙ୍କ ଘର ଗାଁ ଅମରଦା, ରାସନପୁର ଥାନା। କୋର୍ଟ ହେଇଛନ୍ତି? ଆଜ୍ଞା ଆଜ୍ଞା, କୋର୍ଟ ହେଇଛି। ତ ଗାଡ଼ି ଏବେ ଜବତ କରାଯାଇଛି? ଗାଡ଼ି ଜବତ କରାଯାଇଛି, ମଦ ସହିତ ଜବତ କରାଯାଇଛି। ଏବଂ ଆଗାମୀ ଆମର ମକର ଯାତ୍ରା ପାଇଁ ବି ଆମେ ଜୋରସୋର ଆମର ପେଟ୍ରୋଲିଂ ଜାରି ରଖିଛୁ। ଏମିତି ବି ସ୍ପେଶାଲ ଡ୍ରାଇଭ୍ ଆମର ବିଭାଗ ତରଫରୁ ସ୍ପେଶାଲ ଡ୍ରାଇଭ୍ ଚାଲିଛି, ଆଉ ଆଗକୁ ବି ଜାରି ରହିବ।